ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ସକାଳ ନ୍ୟୁ ବ୍ଲଗକୁ ସ୍ୱାଗତ। ସକାଳେ ଦେଖନ୍ତୁ କେତେ ଜୋରେ ବର୍ଷା ପକଉଛି, ମାନେ ସାଂଘାତିକ ବର୍ଷା ପୁରା ସକାଳୁ ଆରମ୍ଭ ହେଇଯାଇଛି ଆମର ଏପଟେ। ଆଉ ଆମର ପଦାକୁ ମାନେ ବାହାରିବାକୁ ଜମା ଏମିତି ଜାଗାରେ ଇଚ୍ଛା ହଉନି। ଆଉ କ'ଣ କରିବା, ଆମର ସକାଳୁ ସକାଳୁ ଚାହା ଆଉ ବେଡ଼ ଆମେ ସମସ୍ତେ ଖାଇକି ବସିଥିଲୁ। ତାପରେ ଲିଟିନ ସ୍କୁଲ ଯିବ ଯେହେତୁ ତା ପାଇଁ ଭଜା ହେଲା, ସେ ଭାତ ଖାଇକି ପଳେଇଲାଣି। ଏଇଟା ଆମର ପୋଟଳ ଆଳୁ ଭଜା ହେଇଥିଲା, ସେ ଖାଇକି ପଳେଇଲା। ତାପରେ ଏଠି ଲିଟିନଟା ଟିକେ ଥଣ୍ଡା ହେଇଯାଇଛି ବୋଲି ଡେରିରେ ଭାତ ରନ୍ଧା ହେଇଥାନ୍ତା। ଆଉ ଭାତ ବସିଯାଇଛି, ଭାତ ଅଣ୍ଡା ତରକାରୀ ହେଲେ ଲିଟିନଟା ଟିକେ ଖାଇବ। ଆଉ ବର୍ଷା ତ ହେଉଛି, କାମ ଫାମ ସବୁ ବନ୍ଦ, ଘରେ ସମସ୍ତେ। ଆଉ ମୁଁ ବି ଏବେ ରୋଷେଇ କରିକି ଯିବି। ମୁଁ କାମ କରିବି, ମୋ କାମ କରିଲେ ଟେଲର କାମ ସବୁ କରିବି। ବ୍ଲାଉଜ ଯେହେତୁ ସିଲେଇ କରିବାର ଅଛି, ମୁଁ ଯାଇକି ବ୍ଲାଉଜ ତିଆରି କରିବି। ଆଉ ରୋଷେଇ କରିକି ଆଉ ଖାଇସାରୁ। ଆମର ତ ଭାତ ବସିଛି। ଆଜି ଯେହେତୁ ପୁରା ଶୁକ୍ରବାର ଅଛି, ଆଇଁଷ ବାର, ଆମର ତ ପଇସା ନାହିଁ ମାଛ ଆଣିବା ପାଇଁକା। ଆଉ ମାଗଣା ଅଣ୍ଡା ଅଙ୍ଗନବାଡ଼ିରୁ ମିଳିଥିଲା, ଏଇଠି ଟଙ୍ଗା ହେଇଛି। ଆଉ ଅଣ୍ଡା ତରକାରୀ ହବ, ଭାତ ହବ। ଆଉ ଦିନ ସାରା ବୋଧେ ବର୍ଷା ଏମିତି କରିବ, କାହିଁକିନା ପାଗଟା ହିଁ ସେମିତି ଲାଗୁଛି ଆଜି ଦିନ ସାରା ହେଲା ଭଳିଆ। ଏବେ କିନ୍ତୁ ହେଲାଣି ଆସି 10ଟା ବାଜିବାକୁ 10 ମିନିଟ୍ ଖଣ୍ଡେ ହେଇଛି। ଆଉ କ'ଣ କରାଯିବ, ଲଘୁଚାପ ପ୍ରଭାବ ପଡୁଛି। ଆଉ ଯେହେତୁ ଆମର ଘର ଚାଉଳ, ମାନେ ପ୍ରାୟତଃ ପୁରା ବସିଲାଣି ଘଣ୍ଟେ ପାଖାପାଖି ହବ। ଆଉ କ'ଣ କରିବା, ପୁରା ଯେତେ ନରମ କରି ରାନ୍ଧିଲେ ଖାଇ ହେଉଛି, ନହେଲେ ଖାଇବା ହେଇପାରୁନି। ଭାତ ରାନ୍ଧିକି ଥୋଇଥିଲେ ଟାଣ। ଆଉ କ'ଣ କରିବା। ଅଣ୍ଡା ସିଝେଇ ଦେଇଛି, ତାପରେ ଅଣ୍ଡା ସିଝିଗଲେ ଆମର ତରକାରୀ ହେବ, ଅଣ୍ଡା ତାର ବସିଥିବ। ଆଉ ଯେହେତୁ ମୁଁ ପୁରା ମାନେ ମୋ ରୋଷେଇ ଚାଲିଥିବ ସାଡ଼େ, ଆଡ଼େ ମୁଁ ତା ପାଇଁ ବସିଥିବ ପାଗ, ଯାହା ରୋଷେଇ ହେବ ତା ପାଇଁ ମୁଁ ଆଡ଼େ ବସିକି ମସଲା ମସଲି ଏକାବେଳେ ପ୍ରସ୍ତୁତ କରିଦିଏ। ତ ଏବେ ତ କରେଣ୍ଟ ଆଉଛି ଯାଉଛି, ଆଉ ମୁଁ ଟିକେ ଅଣ୍ଡା ପାଇଁ ମସଲା ରେଡ଼ି କରିଦିଏ। ତାପରେ ଅଣ୍ଡା ତରକାରୀ ହେବ, ଆଉ ହେଲେ ଖାଇବା ନା ଜଲ୍ଦି ଜଲ୍ଦି। ତ ଆମର ଦେଖନ୍ତୁ କେତେ ଅଣ୍ଡା ସିଝିଯାଇଛି, ଦିଟା ବୋଉର ଦିଟା, କେକେର ଦିଟା, ମୋର ଦିଟା। ଆଉ ଲିସିନର ଗୋଟେ, ଯେହେତୁ ଲିସିନି ଆଜି ସ୍କୁଲରେ ଗୋଟେ ଖାଇକି ଆସିବ, ଆଉ ଘରେ ଗୋଟେ ଖାଇବ। ଆଉ ଗୋଟେ ଏକ୍ସଟ୍ରା ସିଝିଯାଇଛି ଲିସିନି ଡାଡି ପାଇଁ। ଆଉ ଛୋଟ ବଡ଼ ଆଳୁ ମୁଁ କାଟି ଦେଇଛି। ବଡ଼ ଆଳୁ ଦିଟା କାଟିଛି, 4 ଫାଳ କରିକି। ରାତିକି ଆମର ଟିକେ ପାଗଟା ଏମିତି ଦେଇଛି, ମାନେ ଆମର କିଛି ନା କିଛି ତ ସନ୍ଧ୍ୟାବେଳେ ନଛଣା ହେଲେ ଭଲ ଲାଗିବନି। ତ ବେଡ଼ ଅଛି, ଟିକେ ବେଡ଼ ଚପ୍ ବନେଇଦେବା। ସେଥିପାଇଁ ମୁଁ ସିଝେଇ ଦେଇକି ରଖିଦେବି। ଆଉ ଚଞ୍ଚଳ ସିଝିଲେ କାହିଁକିନା ସନ୍ଧ୍ୟାବେଳେ ତ ଆଳୁ ତ ଜଲ୍ଦି ସିଝି ପାରିବନି ଚୁଲିରେ, କାହିଁକିନା ଆମର ଇଣ୍ଡକ୍ସନ୍ ଖରାପ ହେଇଯାଇଛି। ଆଉ ଇଣ୍ଡକ୍ସନ୍ ଯଦି ଭଲ ଥାନ୍ତା, ସେଥିରେ ମୁଁ ଆଳୁ ସିଝେଇ ଦେଇଥାନ୍ତି। ଇଣ୍ଡକ୍ସନ୍ ମାନେ ଏମିତି ଘଡ଼ଘଡ଼ି ମାରିଲା ଯେ ଆମର ଇଣ୍ଡକ୍ସନ୍ ପୋଡ଼ିଯାଇଛି, ଫ୍ୟାନ୍ ପୋଡ଼ିଯାଇଛି। ଆଉ ସେଥିପାଇଁ ମୁଁ ଆଳୁ ଅଧା ସିଝେଇକି ରଖିଦେଇଛି। ଅଣ୍ଡା ତରକାରୀ କରିବା, ଆଉ ଅଣ୍ଡା ତରକାରୀ ପାଇଁ ମୁଁ ଟିକେ ମସଲା ମସଲି ସବୁ ରେଡ଼ି କରିଦିଏ। ଆଉ ଜଲ୍ଦି ଜଲ୍ଦି କାମ ସରିଲେ ସିଲେଇ ପୁଣି ପାଖକୁ ଯିବା ନା, ସେଥିପାଇଁ। ଆଉ ବି ଜୋରେ ଭୋକ କଲାଣି। ଅଣ୍ଡାଟା ଖାଲି ଜଷ୍ଟ ସିଝିଗଲେ, ବାକି ଆଳୁ ସିଝିଗଲେ ତରକାରୀଟା ଖାଲି ଅଳ୍ପ ସମୟ ପାଇଁ ଫୁଟିବ, ହେଇଯିବ। ତ ମୁଁ ତାକୁ ଆଉ ଟିକେ ସିଝିବା ପାଇଁ ଟିକେ ଘୋରେଇ ଦେଉଛି, ପାଣିଟା ଟିକେ ଦେଇଦେଇଛି, ଟିକେ ଘୋରିଆ ଘୋରି କରିଦେଉଛି, ଜଲ୍ଦି ହେଇଯିବ। ଆଉ ବସ୍ତା ମୁଁ ଯାଇ ଟିକେ ମସଲା ମସଲି ରେଡ଼ି କରେ। କି ବାସ୍ନା। ଆଉ ସାଙ୍ଗମାନେ କରେଣ୍ଟ ନଥିଲା, ଏବେ ଜଷ୍ଟ ଆସିଲା। ଆଉ ସେଥିପାଇଁ ମୁଁ ଅଣ୍ଡା ତରକାରୀର ସୁଟ୍ କିଛି କରିପାରିଲିନି। ଆଉ ଅଣ୍ଡା ତରକାରୀ ଆମର ଏଠି ପୁରା ଫୁଟିଲାଣି। ମୋତେ ବି ଜୋର ଭୋକ କଲାଣି, 11:30 ହେଇଗଲାଣି। ଲିସିନ୍ ଯଦି ଗରମ ଭାତ ଭଜା ଆଉ ଅଣ୍ଡା ଖାଇଦେଲେ ସିଝାଅନ୍ତା। ମୋତେ ପ୍ରବଳ ଭୋକ ହେଲାଣି। ତ ମୁଁ ଏଠି ସେଥିପାଇଁ ଆଗ ଭାତ ଶୀତଳ କରିଦେଇଛି। ସାଡ଼େ ଭାତ ଗରମ ଅଛି, ତରକାରୀ ଗରମ ଅଛି, ଏକା ସାଙ୍ଗରେ ଖାଇହେବନି। ଭାତ ଏଇଠି ଥଣ୍ଡା ହେଇଛି, ମୋର ଅଣ୍ଡା ତରକାରୀ ସରିଲେ ମୁଁ ଟିକେ ଖାଇଦେବି, ପଳେଇବି ଚଟକିନା ସିଲେଇ ପାଖକୁ। ଆଉ ଏପଟେ ତ ଆମ ବାବୁ ସିଲେଇ କରୁଛନ୍ତି, ସେ ଘର ଭିତରେ ଜାଲ ସିଲେଇ କରୁଛନ୍ତି। ଜାଲ ସିଲେଇ କରିଛନ୍ତି, ଆଉ ମୁଁ ସେପଟେ ବସ୍ତ୍ର ସିଲେଇ କରିବାକୁ। ତ ଜୋର ଭୋକ କଲାଣି, ମାନେ ମୁଁ ଖାଲି ଅପେକ୍ଷା କରିଛି କେତେବେଳେ ଟିକେ ଝୋଳ ମରିବ। ଆକ୍ଚୁଆଲି ମୁଁ ଟିକେ ଅନ୍ଧାର ହେଇଗଲା, ପାଣି ଟିକେ ଦେଇଦେଲି, ଯେହେତୁ ଆଳୁ ଅଣ୍ଡା ଆଗରୁ ଦେଇଥିଲା, ଅଳ୍ପ ପାଣି ଦେଇ କରିଥିଲି। ତ ମୋତେ ଦିଶିଲାନି ଅନ୍ଧାରେ। କରେଣ୍ଟ ନାହିଁ, ଆଉ ଗୋଟେ ହାତେ ମୋବାଇଲ୍ ଧରିକି ଆଡ଼େ ସବୁ କଷିଲା ବେଳକୁ ମସଲା, ଆଉ ପାଣି ଦେଲା ବେଳକୁ ଜଣା ପଡ଼ିଲାଣି। ହଉ
ଆଉ 5-2 ମିନିଟ୍ ଅପେକ୍ଷା କରିଦେବା। କ'ଣ କରିବା, ଜୋରେ ଭୋକ କଲାଣି, ଗୋଡ଼ ହାତ ଥରିଲାଣି, ଗୋଡ଼ ହାତ ଥରିଲାଣି। ଆଉ ବି ବର୍ଷା ହେଉଛି ଜୋରେ, କିନ୍ତୁ ଜୋରେ ଝାଳ ବି ବର୍ଷା ତ ଥମିବାର ନାଁ ନେଉନି। ଏମିତି ଚାଲିଛି ତାର ପୁଚୁର ପୁଚୁର ପୁଚୁର, ଦିନ ତମାମ ଏମିତି ହବ। ହଉ ଯିବା ଖାଇ ପିଇକି ଟିକେ ମେସିନ୍ ପାଖରେ ବସିଯିବା। ଆଉ କଟାକଟି ସାରିକି ପାରିବା ଯଦି ଟିକେ ସିଲେଇ କରିବା, ନହେଲେ ଟିକେ ଶୋଇ ପଡ଼ିବା, ସିଲେଇ କରିବା। ଏପଟେ ସବୁ ବାହାରେ କରିକି ଥୋଇକି ଆସିଛି। ଭାବୁଥିଲି ଅଣ୍ଡାଟା ବସେଇ ଦେଇକି ମାପରେ କାଟି ଦେଇକି ଆସିବି, କିନ୍ତୁ କରେଣ୍ଟ ପଳେଇଲା। ଆଉ ତା ସହିତ ବର୍ଷା ହେଲା, ସଉଦା ଆସିବାର ଥିଲା, ମୁଁ ସେଠି ସଉଦା ସବୁ ଲେଖା କଲି। ଆଉ ଯାଇପାରିଲିନି। ହଉ ଆଉ ଯିବା, କ'ଣ ଖାଇଦେଇକି ଏକାଥରେ ଯିବା ଆଉ। ବସିବା ଗୋଟେ ଜାଗାରେ ଏପଟ ସେପଟ ହେବନି ଆଉ ବର୍ଷା ହେଲେ। ହଉ ତରକାରୀ ହେଇଯାଉ, ମୁଁ ଟିକେ ଖାଇଲା ବେଳେ ଦେଖିବି, ତାପରେ ଟିକେ କାମ କରିବି। ଆଉ ଏଠି ମୁଁ ଘୋରେଇ ଦେଇଛି ଆଳୁ ସିଝେଇକି, ରାତିରେ ଯେହେତୁ ଟିକେ ସନ୍ଧ୍ୟାବେଳେ ବ୍ରେଡ଼ ଟିକେ କରିବୁ, ସେଥିପାଇଁ ଆଳୁ ମୁଁ ଆଗ ସିଝେଇ ଦେଇଛି, ଥୋଇ ଦେଇଛି। ଆଉ ଭାତ ତାର ଥଣ୍ଡା ହଉ ତ, ଚାଲ ତରକାରୀ ହେଇଗଲେ ଖାଇବା। ଆଉ ସାଙ୍ଗମାନେ ରେଡ଼ି ହେଇଗଲା ଏଠି ଅଣ୍ଡା ତରକାରୀ ଆଉ ଭାତ, ଗରମ ଗରମ ତରକାରୀ କି ଭାତ, ଆଉ ମେଘୁଆ ପାଗରେ ଅଣ୍ଡା ତରକାରୀ କି ଭାତ। ମୁଁ ଚାଲିଲି ଖାଇବା ପାଇଁକା, ମୋର ପ୍ରବଳ ଭୋକ। ଗରମ ମସଲା ବାସ୍ନା ପେଟ ପୁରି ଯାଉଛି। ସେଥିପାଇଁ ପ୍ରବଳ କାଟୁଛି। ବିଛଣା ରଖିକି ଏଠି ବୁଲଉଥିଲି ଆଉ ଖାଉଥିଲି, ଆଉ ଯେହେତୁ ପୁରା ତାତିଛି କିନ୍ତୁ ବାମ୍ଫ ବାହାରୁଛି, ଆଉ କ'ଣ କରାଯିବ। ମୁଁ ଯାଉଛି ଆଗ ଖାଇଦେବି ଟିକେ। ବଢ଼ିଆ ଲାଗୁଛି। ହଉନି। ହ୍ୟାଲୋ ସାଙ୍ଗମାନେ, ଆଉ ସନ୍ଧ୍ୟା ହେଇଗଲାଣି, ଆମେ କ'ଣ କରିବୁ? ସନ୍ଧ୍ୟାବେଳେ ଆସି ରୋଷେଇ ଘରେ ପୁଣି ହାଜର। ଦ୍ୱିପହରେ କ'ଣ କଲି, ମୁଁ ସେତେବେଳେ ଅଣ୍ଡା ଭାତ ଖାଇକି ଗଲି, ଆଉ ମେସିନ୍ ପାଖରେ ବସି ସିଲେଇ କଲି। ତାପରେ ବୋଉ ସେଇଠି ବସି ଖଡ଼ି କାମ କଲେ, ମୋ ହାତରେ ଗପିଲେ ଯେ ମୁଁ ଆଉ ଭିଡ଼ିଓ ବନେଇବା ପାଇଁକା ବି ମୋର ମନେ ପଡ଼ିଲାନି, ବ୍ଲଗ୍ ବନେଇବା ପାଇଁ। ତ ଆଉ ଉଠିକି ଆସିଲିନି, ବ୍ଲାଉଜ୍ ତ ଅଧା ଅଧି ତିଆରି କରିଦେଇଥିଲି। ତାପରେ ଲିସିନି ସ୍କୁଲରୁ ଆସିଲା, ଖାଇବାକୁ ଦେ ସେଠୁ ଏମିତି ହେଲା ଯେ ନା, ଆମେ ସମସ୍ତେ କ'ଣ କଲୁ ନା, ଖାଇଦେଲୁ 2:30ରେ। ଘରେ କିଏ ଖଡ଼ ଖଡ଼ କରୁଛି ଦେଖିଲୁ? ମା ନାହିଁ। ଦାଦିର ଆଉ ଖାଇବାକୁ ସମସ୍ତଙ୍କୁ ଦେଇକି ସେଇଠି ଆମେ ଶୋଇ ପଡ଼ିଲୁ, ପୁରା 5ଟାରୁ ଉଠିଲୁ। ଆଉ ଉଠିଲା ବେଳକୁ ବୋଉ ଘରର ସବୁ କାମ କରିଦେଇଥିଲେ, ଯେହେତୁ ମୁଁ ପାଣି ହେବିନି, ସେଥିପାଇଁ ସେଠି ଶୋଇଥିଲି ଯେ ମାନେ ମୋତେ ନିଦ ଲାଗୁନଥିଲା। ରାଜା ତ ବହୁଥିଲା ଲିସିନ୍ କହିକି। ଆଉ ମୁଁ ଟିକେ ଉଠିକି ଫ୍ରେଶ୍ ହେଇକି ଆସିଲି ରୋଷେଇ ଘରକୁ, ଯେହେତୁ ବର୍ଷା ବି ଆରମ୍ଭ ହେଇଗଲାଣି ଆଉ ସନ୍ଧ୍ୟା ହେଇଗଲାଣି। ଆଉ କ'ଣ କରିବା, ମୁଁ ତ ସକାଳ ଆଳୁ ରଖିଥିଲି ବ୍ରେଡ଼ କରିବା ପାଇଁକା, ଆଉ ଏଠି ସବୁ ରଖିଛି ଛେଚା ଛେଚି କରିକି। ମୁଁ ଟିକେ ମସଲା ଟିକେ କଷି ଦେଇକି ବ୍ରେଡ଼ର ମସଲାଟା ତିଆରି କରିଦେବି, ତାପରେ ବ୍ରେଡ଼ ଛାଣିବି। ହ୍ୟାଲୋ ସାଙ୍ଗମାନେ, ବ୍ରେଡ଼ ଚପ୍ ବନେଇକି ଆମେ ଖାଇଲୁ। ଏମିତି ଗୋଟେ ମାନେ ପିଲାମାନେ ସବୁ ହୋଳା କରିଦେଲେ, ଭିଡ଼ିଓରେ ବ୍ଲଗ୍ ବନେଇ ହେଲାନି, ଆମେ କରିକି ଖାଇଲୁ। ମସଲା ତାପରେ ନା ଦାଦି ଭିଡ଼ିଓ ତ ସେତେବେଳେ କରୁଥିଲା, ତାପରେ ବାବୁନ ଆସିଲା ଯେତେବେଳେ ଟିଙ୍ଗା, ତ ସିଏ ସାର୍ଟ ପିନ୍ଧିନଥିଲା। କ'ଣ? ହଁ ଲିସିନ୍ କହିବା କଥା ତା ଦାଦି ଭିଡ଼ିଓ କରିଥିଲେ, ହଁ ତା ଦାଦି ଭିଡ଼ିଓ କରିଥିଲେ। କିନ୍ତୁ ଜଷ୍ଟ ତାଙ୍କର ଛୋଟ ଭିଡ଼ିଓଟା ଥିଲା, ମୁଁ ଭାବିଥିଲି ମୁଁ ଭିଡ଼ିଓ କରିଦେବି ବୋଲି। ତାପରେ ବାବୁନ ଆସି ଡ୍ରେସ୍ ପିନ୍ଧିନଥିଲା, ଡିଷ୍ଟର୍ବ କଲା। ଆଉ ଯେହେତୁ ତେଲ କଢ଼େଇ ପାଖରେ ଥିଲା, ଛୋଟ ପିଲାଙ୍କ ପାଖରେ ଥିଲା, ଆଉ ବନେଇଲୁନୁ। ଆଉ ବ୍ରେଡ଼ ଚପ୍ ନାହିଁ, ସେଥିରେ ଆଳୁ ଚପ୍ ଅଛି, ଭାତରେ ଖାଇବ। ତ ମୋତେ ବିଶ୍ୱାସ କରିବନି, ତାପରେ ଲାଇନ୍ କଟିଗଲା, ତାପରେ ଆଉ କିଛି ଭିଡ଼ିଓ ବନେଇ ହେଲାନି। ତାପରେ ରୋଷେଇ କଲି ସେଠି ଭାତ ଆଉ ଡାଲି କଲି, ଆଉ ବଳକା ଆଳୁ ଧିରେ ମୁଁ ଆଳୁ ଚପ୍ ବନେଇଥିଲି। ରାଜାକୁ ଆସିକି ଏଠି ଖାଇବାକୁ ଦେଇଥିଲି, ରାଜା ତାର ସେଠି ବସି ଖାଉଛି, ଯେହେତୁ ଆଜି ଆଇଁଷ ହେଇଥିଲା ଦିନରେ ସେ ଖାଇନଥିଲା। ତାପରେ ମୋତେ ବହୁତ ଜୋରରେ ଭାରି ବାଧା ଲାଗିଲା, ନିଦ ଲାଗିଲା। ମୁଁ ଏଇଠି ପାରି ଶୋଇବା ପାଇଁ ଗଲି, ଆଉ
ଆଜିର ବ୍ଲଗ୍ଟି ଆମର କେମିତି ଲାଗିବ ନିଶ୍ଚୟ ମତାମତ ଦେବେ। ଆଉ ଭିଡ଼ିଓଟିକୁ ଏଇଠି ଏଣ୍ଡ କରିଦେବା। ରଖୁଛି ସାଙ୍ଗମାନେ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ରଖୁଛି, ବାଏ ବାଏ, ଗୁଡ୍ ନାଇଟ୍ ସମସ୍ତଙ୍କୁ।